ଦେଖ ପର୍ସନାଲିଟି ପର୍ସନାଲିଟି ଅର୍ଥ ହଁ ପର୍ସନାଲିଟି ଅର୍ଥ କଣ ନା as its most basic personality is the characteristics patterns of thought feeling and behavior that makes a person unique ସେ ଯାହା ବି ଲେଖୁ ଗୋଟେ କଥା ମନେ ରଖ ପର୍ସନାଲିଟି ଯୋଉ ଜିନିଷ ଲେଖୁଛନ୍ତି ପର୍ସନାଲିଟି ତାହା ହଉଛି କଣ ଆମେ मेजर करिया ପାଇଁ ଯଦି ଆମେ ଗୋଟେ ପର୍ସନାଲିଟି ମାପିବା ଆଚ୍ଛା ଆଗେ ପର୍ସନାଲିଟା ଜିନିଷ ଜାଣି ସାର ତାପରେ ମାପିବ ଆଚ୍ଛା ଇଏ ହଉଛି ପର୍ସନାଲିଟି ଯୋଉ ୱାର୍ଡ ଟା କୋଉଠୁ ଆସିଛି ନା ଗୋଟେ ଲାଟିନ ୱାର୍ଡ ରୁ ଆସିଛି ଯୋଉଟା ଯାହା ନାଁ ହଉଛି କଣ ପର୍ସନା ଯାହା ମାନେ ହଉଛି ପର୍ସନାରୁ ପର୍ସନାଲିଟି ଯାହାର ମାନେ ହଉଛି ମାର୍କ୍ସ ହେଲା ଗୋଟେ ମାର୍କ୍ସ ଟାଇପ ର ଅଛି ପର୍ସନାଲିଟି ଆମେ ଫିଜିକାଲ ପ୍ଲସ୍ ଟ୍ରେଟ୍ ମାନେ ଶାରୀରିକ ଆଉ ଗୁଣ ଏଇଟା ହଉଛି ଫିଜିକାଲ ଅର୍ଥ ହଉଛି କଣ ଶାରୀରିକ ବା ଶରୀର ଆଉ ଟ୍ରେଟ୍ସ ହଉଛି ଗୁଣ ଫିଜିକାଲ ଆଉ ଗୁଣ ଶାରୀରିକ ଆଉ ଗୁଣକୁ ମିଶେଇଲେ ଆମେ ଗୋଟେ ପର୍ସନାଲିଟି ଜାଣିପାରିବା କିନ୍ତୁ ଆମେ ଏଇଠି କହିବାକୁ ଯିବା ଇଏ ତ ଟାଇପ କଲା ଟାଇପ ଯିବା ଦେୟାର ଟୁ ଟାଇପ୍ସ ଗୋଟେ ହଉଛି ଟାଇପ ଥିଓରି ଗୋଟେ ଟ୍ରେଟ୍ ଥିଓରି ଏପଟେ ନ ଯାଇକି ଆମେ ଏଇଠି ଆଲୋଚନା କରିବା ଗୋଟେ କଥା ହଉଛି ଆମେ ପର୍ସନାଲିଟିକୁ କେମିତି ମାପି ପାରିବା ଆଉ ଜାଣିବା କେମିତି ପର୍ସନାଲିଟା କେମିତି କଣ ଦେଖ ଆମେ କେବେ ଗୋଟେ ଲୋକର ଆମେ ଯଦି ବହୁତ ୱେରେ ଆମେ ପର୍ସନାଲିଟିକୁ ମାପି ପାରିବା ଯେମିତି କି ଆମେ ସପୋଜ ଧରିନିଅ ଗୋଟେ ପର୍ସନାଲିଟି ମାପିବା ପାଇଁ ମୁଁ ଦି ଜଣ ଲୋକଙ୍କୁ ଦାୟିତ୍ୱ ଦେଲି କି ତୁମମାନେ କଣ କରିବ ନା ସଲମାନ ଖାନ ର ପର୍ସନାଲିଟି ତମେ ପୁରା ଚେକ୍ କରିବ ଆଚ୍ଛା ଆଉ ଜଣଙ୍କୁ କହିଲି ତୁମ ସାଙ୍ଗର ୟୋର ଫ୍ରେଣ୍ଡ ତୁମ ସାଙ୍ଗର ପର୍ସନାଲିଟି ଚେକ୍ କରିବ କୋଉଟାରେ ବେଶୀ ଇଫେକ୍ଟିଭ ହବ ନା କୋଉଟାରେ ବେଶୀ ଇଫେକ୍ଟିଭ ହବ ହଁ ଧରନିଅ କୋଉଟାରେ ବେଶୀ ଇଫେକ୍ଟିଭ ହବ ନା କୋଉଟାରେ ବେଶୀ ଇଫେକ୍ଟିଭ ହବ ତ ତୁମ ସାଙ୍ଗର ପର୍ସନାଲିଟି ମାପିବା ପାଇଁ ଇଫେକ୍ଟିଭ ହବ କାହିଁକି ଇଫେକ୍ଟିଭ ହବନି ସଲମାନ ଖାନ ର ମାପିବା ପାଇଁ କାହିଁକି ନା ଆମେ ଯାହା ଉପରୁ ଦେଖିଥାନ୍ତି ସାଧାରଣତଃ ଲୋକଟା ସେମିତି କେବେ ବି ନୁହେଁ ସପୋଜ ଧରନି ଆମେ ପର୍ସନାଲିଟି ତାହାର ଅର୍ଥ ହଉଛି ସେଥିପାଇଁ ମାର୍କ୍ସ ଆମେ ଗୋଟେ ଲୋକ ଗୋଟେ ଝିଅଟା ଯେତେବେଳେ ମାର୍କ୍ସ ଟା ଦେଇ ଦଉଛି ଦେଖିବ ତାର ଯୋଉ ମଥା ପାଖରୁ ଆଖି କି ନାକ ପର୍ଯ୍ୟନ୍ତ ସିଏ ପୁରା ସୁନ୍ଦର ଦେଖାହବ ଯେତେବେଳେ ମାର୍କ୍ସ ଟା ବାହାର କରିଦବ ଏତେ ଏତେ ବଡ ଦାନ୍ତ ଦେଖାହବ ବୁଝିହେଲା କି ସେ ସବୁ ବହୁତ ପ୍ରକାର ପିଲା ଅଛନ୍ତି ସେମିତି କାହାକୁ ଇଣ୍ଡିକେଟ କରି କହୁନି ବାକି ମାର୍କ୍ସ ବେଶୀ ମ୍ୟାକ୍ସିମମ୍ ମାର୍କ୍ସ ସେଇ ଝିଅ ମାନେ ଦିଅନ୍ତି ଯାହା କି ଗୋଟେ ଏକ୍ସପେରିମେଣ୍ଟ ରୁ ଜଣା ପଡିଛି ତେଣୁକରି ତା ଅର୍ଥ ହଉଛି ମାର୍କ୍ସ କିନ୍ତୁ ଆମେ ଯଦି ଦେଖିବା ପର୍ସନାଲିଟି କଣ ଆମେ ଯଦି ଗୋଟେ ଜଣକୁ ଦାୟିତ୍ବ ଦବା କି ତୁ ଦାୟିତ୍ବ ନେ ତୁ ଭାଇ ପର୍ସନାଲିଟି ଟା ଚେକ୍ କରିବୁ ନବୀନ ପଟ୍ଟନାୟକ ଗୋଟେ 2 ସପ୍ତାହ ଦିଆ ହେଲା ତୁ ଚେକ୍ କରିବୁ ଆଉ 2 ସପ୍ତାହ ଦିଆ ହେଲା ସଲମାନ ଖାନ ର ଆଉ ଗୋଟେ ସପ୍ତାହ ଦିଆ ହେଲା ନରେନ୍ଦ୍ର ମୋଦିର ଚେକ୍ କରିବା ପାଇଁ ଗୋଟେ ମାସ ଦିଆହେଲା ସିଏ ଯାହା ବି ରିପୋର୍ଟ ଆଣନ୍ତୁ ତାଙ୍କୁ ଯଦି ସମସ୍ତଙ୍କୁ ଜଣକା 6 ମନ୍ଥ ଲେଖା ଟାଇମ ଦିଆଗଲା ତୁ ଯା ତୋତେ ଯେତେ ଟଙ୍କା ଦିଆଯାଉ ପଇସା ନେଇଯା ତୁ ଟୋଟାଲି ସେ ଲୋକ ସହିତ ମିଶିକି ମିଳେଇ ମିଶି ତାର ସବୁ ଗୁଗଲ ଫୁଗଲ ଘାଣ୍ଟିକି ତାକୁ ଇଣ୍ଟରଭ୍ୟୁ ତା ପାଖରୁ ନେଇକି ସବୁ ପ୍ରକାର ଯାଇକି ତୁ ଡାଟା ଆଣେ କି ନରେନ୍ଦ୍ର ମୋଦୀ କେଉଁ ଟାଇପ ର ପର୍ସନାଲିଟି ଲୋକ କି ନବୀନ ପଟ୍ଟନାୟକ କେଉଁ ପ୍ରକାର ଲୋକ କି ସଲମାନ ଖାନ କେଉଁ ଭଳି ଲୋକ ତୁ ଯାହା ନେଇକି ଆସିବୁ ଡାଟା ସେ ଯାହା ବି ଡାଟା ଆଣନ୍ତୁ ମୁଁ ତାଙ୍କୁ କହିବି 99% ଡାଟା ରଙ୍ଗ ହେବେ ସେଥିପାଇଁ ଆମେ କହିବା ପର୍ସନାଲିଟି ଅର୍ଥ ମାର୍କ୍ସ ମାର୍କ୍ସ ଅର୍ଥ ମାର୍କ୍ସ ର ଅନ୍ୟ ନାମ କଣ ମିଛ ନୁହେଁ କି ମାର୍କ୍ସ ଆମେ ପାଟିରେ ମୁହଁରେ ମାର୍କ୍ସ ଦେଇଦେଲେ ମାନେ କଣ ଆମ ଭିତର ଚେହେରା ଟା ଆମ ପାଖରେ ରହିଗଲା ଭିତରେ ରହିଗଲା ଆମେ ବାହାରକୁ ଶୋ କଲେ ନାହିଁ ଯେମିତି କି ଆମେ ଗୋଟେ ଫଟା ସାର୍ଟ ପିନ୍ଧିବା ଫଟା ସାର୍ଟ ସପୋଜ ଧରିନିଅ ଗୋଟେ ଆପଲ ଏଇଟା ଗୋଟେ ଆପଲ ଆଚ୍ଛା ଯଦି ଆପେଲ ଟା ସରି ଗୋଟେ ଆପେଲ ଏଇଟା ହେଲା ଏଇଟା ଗୋଟେ ଆପେଲ ଆଚ୍ଛା ଯଦି ଗୋଟେ ଆପେଲ ଆମେ କଣ କଲା ନା ଏଇଠୁ ଜଣେ କିଛି ଖଣ୍ଡେ ଖାଇ ଦେଇଛି ଯଦି ଖଣ୍ଡେ ଖାଇ ଦେଇଛି ଗୋଟେ ପିଲା ଆସିଲା କହିଲା ଏଇ ଆପେଲ ର ଫଟୋଟା ଉଠେଇମି କେବେ ବି ଏଇ ଖଣ୍ଡିଆ ଫଟୋଟା କେହି ଉଠେଇବେ କି କେହି ଖଣ୍ଡିଆ ଫଟୋଟା ଉଠେଇବେ କି କେହି ଖଣ୍ଡିଆ ସାଇଡ ଟା ଉଠେଇବେନି କୋଉ ସାଇଡ ଟା ଉଠେଇବେ ଏଇ ସାଇଡ ଟା ଫଟୋ ଉଠେଇବେ ତାର କାରଣ ହଉଛି କଣ ଆମେ ସବୁବେଳେ ଖରାପ ଟାକୁ ଲୁଚେଇଥାନ୍ତି ଯେମିତି କି ଆମେ ଧରନୀୟ ଆମେ ଫଟୋ ଯେତେବେଳେ ଉଠଉଛେ ଫଟୋ ଯେତେବେଳେ ସପୋଜ ଧରିନିଅ ଆମେ ଆମ ମୁହଁ ଟା ବନ୍ଦ କଲା ବେଳକୁ ଆମର ଦାନ୍ତ ଟିକେ ଦେଖା ଯାଉଛି
ଗୋଟେ ଆମେ ମୁହଁଟା ବନ୍ଦ କଲା ବେଳକୁ ଆମେ ଓଠ ଭିତରେ ପଶିକି ଟିକେ ଦାନ୍ତଟା ଦେଖାଯାଉଛି। ଯଦି ଦାନ୍ତଟା ଦେଖାଯାଉଛି ଆମେ as much as possible ଆମେ ଟ୍ରାଏ କରିବା କଣ ଆମ ଭିତର ଜିନିଷଟା ଭିତରରୁ ବାହାରକୁ ଆମେ କେମିତି ସୁନ୍ଦର ଦେଖାଯାଉ। ଠିକ ତ? ଏଇଟା ହିଁ ହୁଏ ଆମ ଲାଇଫରେ। ତେଣୁକରି ତାହା ଅର୍ଥ ହଉଛି କଣ ପର୍ସନାଲିଟି, ତା ଅର୍ଥ ହଉଛି ମାର୍କସ। ଆଚ୍ଛା ଯଦି ଜଣେ ପର୍ସନାଲିଟି କେମିତି ମପା ଯାଇପାରିବ? ଆମେ ଜଣକୁ ବିନା ଡିଷ୍ଟର୍ବରେ ଆମେ କାହାକୁ ଡିଷ୍ଟର୍ବ କରିକି ଆମେ ପର୍ସନାଲିଟି ମାପି ପାରିବା ହେଲା। କାହା ସହିତ ଇଣ୍ଟରଭ୍ୟୁ ନେଇକି ମାପି ପାରିବା ଆମେ। କୌଣସି ଡିଷ୍ଟର୍ବ କରିବାନି ଜଣକୁ, ଆରାମସେ ବସିକି ଦୂରରୁ ଦୂରରୁ ବି ଆମେ ମାପି ପାରିବା। ବହୁ ବହୁ ହଜାର ହଜାର ମାଇଲ ଦୂରରୁ ଆମେ ମାପି ପାରିବା। କେମିତି ମାପି ପାରିବା? ଆମେ ଧରନିଆ ମୁଁ ଦେନି ସଲମାନ ଖାନର ପର୍ସନାଲିଟି ମାପିବା ପାଇଁ। ଆରେ ଭାଇ ତମେ ତ ଘରେ ବସିବ, ମାରିବ ଗୁଗଲରେ ମାରିବ ସଲମାନ ଖାନ କେମିତିକା ଲୋକ। ସେ କହିବ, ହଁ ଭଲ ଲୋକ, ସେ ବାହା ହେଇନାହିଁ, ସେ ଇଏ ହେଇନାହିଁ, ସିଏ ହେଇନାହିଁ, ସେ ଗୁଗଲ ଦେଲା ତମକୁ ଡାଟା। ଆଚ୍ଛା ପୁଣି ଚାରି ଛଅ ତାର 100ଟା ଖଣ୍ଡେ ଫିଲ୍ମ ଦେଖିଦବ। ତାପରେ ଫିଲ୍ମ ଲାଗିଲା ଯେ ହଁ ଭଲ ବଡି ଅଛି, ସବୁଥିରେ ତ ଭଲ ରୋଲ କରୁଛି, ତାହେଲେ ସଲମାନ ଖାନ ଟା ଭଲ ଲୋକ। ଆଚ୍ଛା ପୁଣି ଯାଇକି କୋଉ ଇଣ୍ଟରଭ୍ୟୁରେ ତମେ ଦେଖିଲ, ଇଣ୍ଟରଭ୍ୟୁରେ ଭଲ ଲୋକ। ନ୍ୟୁଜ ପେପର ଦେଖିଲ, ହଁ ତା ନାଁରେ 2-3ଟା କେସ୍, ବାକି ସିଏ ଭଲ ଲୋକ। ନ୍ୟୁଜ ପେପର ଆସିଲା, ତମେ କଣ ଏଇ ସବୁ ଡାଟା ନେଇକି ଗୋଟେ ଡାଟା ମତେ ଆଣି ଦେଇଦେଲେ, ସାର୍ ତା ସହିତ ଇଣ୍ଟରଭ୍ୟୁ ବି ନେଲ, ଗୋଟେ ଆଜ ତକକୁ ତମେ ପଳେଇଲ, ସିଏ ପଳେଇଲା, ଆସ ମୁଁ ତମର ଇଣ୍ଟରଭ୍ୟୁ ନେବି। ଇଣ୍ଟରଭ୍ୟୁ ନେଲ, ସବୁ ଡାଟା ସାର୍ ଆମେ ସଲମାନ ଖାନ ପାଖରୁ ଯୋଉ ଡାଟା ନେଲି ସିଏ 100% ଭଲ ଲୋକ, ମୁଁ ସେଟାକୁ କହିବି 99% ରଙ୍ଗ ଆନ୍ସର। କାହିଁକି ନା ସିଏ ତାର ମେନ୍ ଭ୍ୟୁଟା, ସିଏ କେହି କେବେ କୌଣସି ମଣିଷ କେହି କେବେ ଭିତର କଥାଟାକୁ ବାହାରେ ପରିପ୍ରକାଶ କରନ୍ତି ନାହିଁ। ବୁଝିହେଲା? ସିଏ ନବୀନ ପଟ୍ଟନାୟକ ହଉ କି ମୋହନ ମାଝୀ ହଉ କି ନରେନ୍ଦ୍ର ମୋଦୀ ହଉ। ତେଣୁକରି ପର୍ସନାଲିଟି ଅର୍ଥ ମାର୍କସ ବୋଲି ଆମେ, ମୁଁ ଭାବୁଛି ସମସ୍ତେ ବୁଝିପାରିଥିବେ। ଆଚ୍ଛା ଆଚ୍ଛା ପର୍ସନାଲିଟି ହଉଛି ଦୁଇ ପ୍ରକାର। ଗୋଟେ ହଉଛି ଟାଇପ ଥିଓରି, ଆଉ ଗୋଟେ ହଉଛି ଟ୍ରେଟ୍ ଥିଓରି। କିଛି ବ୍ୟସ୍ତ ହବା ଦରକାର ନାହିଁ, ଟାଇପ ଥିଓରି କଣ ଆଉ ଟ୍ରେଟ୍ ଥିଓରି କଣ। ଆଚ୍ଛା ଗୋଟେ କଥା ହେଲା କଣ, ଗୋଟେ ମିନିଟ। ଆଚ୍ଛା ତାପରେ ଧର ଟାଇପ ଥିଓରି, ଟାଇପ ଥିଓରି ତାକୁ କିଏ ଦେଇଥିଲେ ନା ଗିଭେନ ବାଇ ଫ୍ରେଡମ୍ୟାନ ଦେଇଥିଲେ, ବା ଫ୍ରେଡମ୍ୟାନ ଆମେ କହୁଛନ୍ତି। ଗିଭେନ ବାଇ ଫ୍ରେଡମ୍ୟାନ ଦେଇଥିଲେ କଣ ଟାଇପ ଥିଓରିକୁ। ସିଏ ଦେଇଥିଲେ ବହୁତ ପ୍ରକାର ଥିଓରି ଦେଇଛନ୍ତି। ଯେମିତି କି ଗୋଟେ ଥିଓରି ଦେଇ ମୁଁ ପଢେଇଛି, ହ୍ୱାଟ ଇଜ ଦ ଡିଫରେନ୍ସ ବିଟୱିନ୍ ଥିଓରି ଆଣ୍ଡ ଲ। କିଏ କହିପାରିବ? ଥିଓରି ଆଣ୍ଡ ଲ କେହି ନ କହିପାରିଲେ ବି ମୁଁ କ୍ଲାସ କରିବି। ଆଚ୍ଛା ହଉଛି କଣ, ଗୋଟେ ହଉଛି କଣ, ଆମେ ଯଦି ଥିଓରି ଦେଖିବା, ଫ୍ରେଡମ୍ୟାନ ଟାଇପ ଥିଓରି କିଛି ଦେଇଥିଲେ, କିଛି ପ୍ରକାର ଟାଇପ ଥିଓରି ଦେଇଥିଲେ। ବଡି ଟାଇପ, ଯେମିତି କି ଫ୍ରେଡମ୍ୟାନ କହିଥିଲେ ବଡି ଫ୍ଲୁଇଡ୍ସ, ଆମ ମଣିଷର ଗୋଟେ ମାନେ ଏଇ ଟାଇପ ର ଫ୍ଲୁଇଡ୍ସ ଯୋଉ ଯୋଉ ଯେଉଁ ଯେଉଁ ଲୋକଙ୍କ ଦେହରେ, ସେଇ ଲୋକଙ୍କ ଦେହରେ କିଏ କହିଥିଲେ ନା ହିପୋକ୍ରେଟ୍ସ କହିଲେ ଆମେ ଟାଇପ ଥିଓରି। ଏଇ ଟାଇପ ଥିଓରି ଟାକୁ କିଏ ଦେଲା ନା ଫ୍ରେଡମ୍ୟାନ ଦେଲା। କିନ୍ତୁ ଟାଇପ ଥିଓରି ଏକ ନମ୍ବର ହଉଛି ବଡି ଫ୍ଲୁଇଡ୍ସ। ବଡି ଫ୍ଲୁଇଡ୍ସ ଟାକୁ କିଏ ଦେଲେ ନା ହିପୋକ୍ରେଟ୍ସ ଦେଲେ। ଆଚ୍ଛା ହିପୋକ୍ରେଟ୍ସ ଦେଲେ, ହିପୋକ୍ରେଟ୍ସ କହିଲେ ହିପୋକ୍ରେଟ୍ସ କହିଲେ ନା ନା ସେମିତି ପର୍ସନାଲିଟି ମପାଯାଏ ନା। କେମିତି ମାପିବ? ତମେ କେମିତି ଜାଣିବ ଯେ ଏଇ ଲୋକଟା ଭଲ, ଏଇ ଲୋକଟା ଡରୁଆ, ସେଇ ଲୋକଟା ଖରାପ, ଏଇ ଲୋକଟା ଟିକେ ଜିଦିଆ? କେମିତି ଜାଣିବ ନା ଏଇ ଏଇ ପ୍ରକାର ଜାଣିବ। କେମିତି ଜାଣିବ ନା ଯାହା ଦେହରେ ଏଇ ପ୍ରକାର ଫ୍ଲୁଇଡ୍ସ ଥିବ ତାକୁ ଜାଣିବ ଯେ ସିଏ ଏଇଭଳିଆ ଲୋକ। କଣ କୋଉ ଫ୍ଲୁଇଡ୍ସ? ଫ୍ଲୁଇଡ୍ସ ମାନେ କଣ? ଗୋଟେ ତରଳ ଅବସ୍ଥା। ଆଚ୍ଛା ସିଏ କହିଲେ କ୍ଲାସିଫିକେସନ ଆକର୍ଡିଂ ଟୁ ବଡି ଫ୍ଲୁଇଡ୍ସ। ବଡି ଫ୍ଲୁଇଡ୍ସ ହିସାବରେ କହିଲେ, କହିଲେ ମୁଁ କହୁଛି ଗୋଟେ ପର୍ସନାଲିଟି ଅଛି କଲେରିକ ପର୍ସନାଲିଟି, ଗୋଟେ ପର୍ସନାଲିଟି ଅଛି ମେଲାନକୋଲିକ ପର୍ସନାଲିଟି, ଗୋଟେ ପର୍ସନାଲିଟି ଅଛି ଫ୍ଲେଗମାଟିକ ପର୍ସନାଲିଟି, ଗୋଟେ ପର୍ସନାଲିଟି ଅଛି ସାଙ୍ଗୁଇନ ପର୍ସନାଲିଟି। ସିଏ କହିଲେ କଣ କେତେ ପ୍ରକାର? କିଏ କହିଲେ? ହିପୋକ୍ରେଟ୍ସ କହିଲେ ନା ସିଏ କହିଲେ କଣ, ଜଣେ ଅଛନ୍ତି ସି ଏମ ସରି ସେ କହିଲେ କଣ ସି ଏମ ପି ଏସ। ସେ କହିଲେ ଏଇ ପର୍ସନାଲିଟି ଅଛନ୍ତି। ଜଣେ ଅଛନ୍ତି କୋଲେରିକ, ଜଣେ ଅଛନ୍ତି ମେଲାନକୋଲିକ, ଜଣେ ଅଛନ୍ତି ଫ୍ଲେଗମାଟିକ, ଜଣେ ଅଛନ୍ତି ସାଙ୍ଗୁଇନ ପର୍ସନାଲିଟି। ଆଚ୍ଛା ପ୍ରଥମେ କୋଲେରିକ ପର୍ସନାଲିଟି, ସେ କାହାକୁ କହୁଛନ୍ତି କୋଲେରିକ ପର୍ସନାଲିଟି? ଦେଖ ସିଏ କହୁଛନ୍ତି ଆଜ୍ଞା ଯୋଉମାନେ ଇମୋସନାଲି ୱିକ, ଯୋଉମାନେ ଇମୋସନାଲି ୱିକ, ଛୋଟ ଛୋଟ କଥାରେ ସେ ଡରି ଯାଆନ୍ତି, ଟିକେ କଥାରେ କାନ୍ଦି ପକେଇବେ, ଆଉ ବଡିଲି ପୁରା ତାଙ୍କର ବଡି ହୃଷ୍ଟ ଫୃଷ୍ଟ, ମାନେ ଭଲ ବଡି ଥିବ କିନ୍ତୁ ଇମୋସନାଲି ୱିକ, ପୁରା ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି, ଆଉ ଇଜିଲି ଟେମ୍ପର୍ଡ, ଅର୍ଥାତ କଣ ସର୍ଟ ଟେମ୍ପର, ସାଙ୍ଗେ ସାଙ୍ଗେ ରାଗି ଯାଆନ୍ତି ଯେଉଁ ଲୋକମାନେ, ସେଇମାନଙ୍କୁ ସେ କହୁଛନ୍ତି କଣ କୋଲେରିକ ପର୍ସନାଲିଟି। ଯୋଉମାନେ ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି କିନ୍ତୁ ବଡିଲି ପୁରା ପୁରା ବଡି ପୁରା ଫିଟ ଆଣ୍ଡ ଫାଇନ, ପୁରା ହୃଷ୍ଟ ଫୃଷ୍ଟ ଚେହେରା, କିନ୍ତୁ ଦେଖିଲା ବେଳକୁ କଣ ଇମୋସନାଲି ୱିକ, ବଡିଲି ଷ୍ଟ୍ରଙ୍ଗ, ଆଉ ଯିଏ ଥିବେ ଆଉ ଟିକେ ଟିକେ କଥା ରାଗି ଯାଉଥିବେ, ସେ କହୁଛନ୍ତି ସେଇ ଲୋକମାନଙ୍କୁ କହନ୍ତି କଣ କୋଲେରିକ ପର୍ସନାଲିଟି। ସେଇଭଳିଆ ଆଉ ଜଣେ କହିଲେ, ସେଇ ହିପୋକ୍ରେଟ୍ସ କହିଲେ, ମେଲାନକୋଲିକ ବି ଜଣେ ପର୍ସନାଲିଟି ଅଛନ୍ତି। ଆମେ କାହାକୁ ମେଲାନକୋଲିକ ପର୍ସନାଲିଟି କହିବା ନା ଜଣେ ଅଛନ୍ତି ଇମୋସନାଲି
एंड बॉडी वीक सी छोट छोट कथा कांदी पकेब आ फुल दुर्बलिया छुआ माने बॉडी रे भी किछ नथिबो किंतु छोट छोट कथा कांदी की रागी की खाइबो नै पूरा दुर्बलिया छुआ दुर्बल बॉडी पूरा पूरा पतला शरीर किंतु छोट छोट कथा कांदी पकेब अच्छा ସେଇ ଲୋକମାନଙ୍କୁ ଆମେ କହନ୍ତି କଣ ମେଲାନକୋଲିକ ହେଲା ଆଚ୍ଛା ତାପରେ କହିଲେ ଫେଲଗ୍ମେଟିକ ଫେଲଗ୍ମେଟିକ ଅର୍ଥ କଣ ନା ସିଏ କହିଲେ ସିଏ ଯେତେ ଦୁଃଖ ଦିଅ ଯେତେ ଦୁଃଖ ଦଉଛୁ ଦେରେ କାଳିଆ ଯୋଉ କଥା ସେ ଯେତେ ଦୁଃଖ ଦେଲେ ବି ସିଏ ଷ୍ଟ୍ରଙ୍ଗ ଇମୋସନାଲି ପୁରା ଷ୍ଟ୍ରଙ୍ଗ ଯେତେ ଦୁଃଖ ଆସିଲେ ବି ସିଏ ଷ୍ଟ୍ରଙ୍ଗ ରହିବେ ଇମୋସନାଲି ଷ୍ଟ୍ରଙ୍ଗ ଏବୁଲ ଟୁ କଣ୍ଟ୍ରୋଲ ହିଜ ଇମୋସନ ନିଜ ଇମୋସନକୁ ସେ କଣ୍ଟ୍ରୋଲ କରିପାରନ୍ତି ଆଉ ବଡିଲି ୱିକ ହେଲା ବଡିଲି ୱିକ୍ ମାନେ ସେ ଦୁର୍ବଳିଆ କିନ୍ତୁ ବଡିଲି ୱିକ୍ କିନ୍ତୁ ଇମୋସନାଲି ପୁରା ଷ୍ଟ୍ରଙ୍ଗ ପତଳା ଲୋକ କିନ୍ତୁ ସେ ପୁରା ଷ୍ଟ୍ରଙ୍ଗ ଯେତେ ଦୁଃଖ ଆସିଲେ ବି ସିଏ ନିଜକୁ କଣ୍ଟ୍ରୋଲରେ ରଖୁଛନ୍ତି ସେ ସବୁବେଳେ ଖୁସି ଥାନ୍ତି ସେହି ଲୋକମାନଙ୍କୁ କଣ କହନ୍ତି ନା ଫ୍ୟାଲଗମେଟିକ ପର୍ସନାଲିଟି ଆଚ୍ଛା ଆଉ ସେ କହିଲା ଆଉ ଜଣେ ପର୍ସନାଲିଟି ଅଛନ୍ତି ଆଉ ଗୋଟେ ଲୋକକୁ ଆମେ କହୁଛୁ ନା କଣ ଆଉ କିଛି ପର୍ସନାଲିଟି ଅଛି ସେଙ୍ଗୁଇନ ସେଙ୍ଗୁଇନ କଣ ସିଏ ବଡିଲି ଷ୍ଟ୍ରଙ୍ଗ ବଡିଲି ଭଲ ଇମୋସନାଲି ମଧ୍ୟ ଭଲ ମାନେ କଣ୍ଟ୍ରୋଲ ଇମୋସନକୁ କଣ୍ଟ୍ରୋଲ କରନ୍ତି ବଡିଲି ଠିକ ଇମୋସନାଲି ଠିକ ସେଇମାନଙ୍କୁ କହନ୍ତି କଣ ନା ସେଙ୍ଗୁଇନ ପର୍ସନାଲିଟି ବୁଝିଲା ଏଠି କିଛି ବୁଝିବାର ନାହିଁ ଇମେଜ ଦେଖିବ ପଢିବ କିଛି ନାହିଁ ଟେନସନ ହେଲା ଆଚ୍ଛା ନେକ୍ସଟ ଆସିଲା କଣ ଫିଜିକାଲ ଫିଚର୍ସ ଆଉ ଜଣେ କହିଲେ କହିଲେ ତମେ କହୁଛ ଯେ ବଡି ଫ୍ଲୁଇଡ୍ସ ପର୍ସନାଲିଟି କିଏ ଦେଇଛନ୍ତି ହିପୋକ୍ରେଟ୍ସ କହିଲେ ନା ଦେଖନ୍ତୁ ସାର୍ ମୁଁ କହୁଛି ଏଇ 4 ଜଣ ଯୋଉ ପର୍ସନାଲିଟି ତାଙ୍କୁ ଆମେ ମଣିଷ ଏଇ 4 ପ୍ରକାର ମଣିଷ ଥାନ୍ତି କଣ ନା କୋଲେରିକ ମେଲାନକୋଲିକ ଫେଲଗ୍ମେଟିକ ଆଉ ସେଙ୍ଗୁଇନ 4 ପ୍ରକାର ଜଣେ ଇମୋସନାଲି ୱିକ୍ ବଡିଲି ଷ୍ଟ୍ରଙ୍ଗ ଏମିତି ବଡିଲି ୱିକ୍ ଇମୋସନାଲି ଷ୍ଟ୍ରଙ୍ଗ କିଏ ଇମୋସନାଲି ବଡିଲି ୱିକ୍ କିଏ ଇମୋସନାଲି ବଡିଲି ଷ୍ଟ୍ରଙ୍ଗ ଏଇଭଳିଆ ପର୍ସନାଲିଟି ଅଛନ୍ତି ସେଇଭଳିଆ ସେ କହିଲେ ତମେ ସିନା କହୁଛ 4 ପ୍ରକାର କ୍ରେଚମର କହିଲେ କଣ ତମେ 4 ପ୍ରକାର କହିଲେ କଣ ହବ ମୁଁ କହୁଛି ମୁଁ କହିବି ବଡି ଫିଚର୍ସକୁ ନେଇକି ଫିଜିକାଲ ଫିଚର ତାଙ୍କ ଶାରୀରିକ ଫିଚର୍ସକୁ ନେଇକି ମୁଁ କହିବି କଣ ନା କ୍ରେଚମର କହିଲେ ତମେ କହିଲ ମୁଁ କହୁଛି 3 ପ୍ରକାର ପର୍ସନାଲ 3 ପ୍ରକାର ଲୋକ ଥାନ୍ତି ଆଚ୍ଛା ସାର୍ 3 ପ୍ରକାର ଲୋକ କଣ କଣ ନା ଜଣେ ଥାନ୍ତି ପାଇକନିକ ହେଲା ଜଣେ ଥାନ୍ତି ପାଇକନିକ ଅର୍ଥାତ କଣ ସେମାନେ ମୋଟା ଏବଂ କଣ ଫ୍ୟାଟ ମୋର ଦେନ ମସଲ ମାନେ ପୁରା ଅଧିକ ମୋଟା ପ୍ରବଳ ମୋଟା ଲୋକ ସିଏ କଣ କହନ୍ତି ନା ସିଏ ସାମାଜିକ ଯୋଉ ଲୋକ ମୋଟା ସେ ସମାଜକୁ ସାହାଯ୍ୟ କରନ୍ତି ସମସ୍ତଙ୍କୁ ସାହାଯ୍ୟ ହେଲ୍ପିଂ ନେଚର ଲୋକ ସୋସିଆଲ ଦେଖ ଲେଖିଛି ସୋସିଆଲ ହେଲ୍ପିଂ ଟୁ ଅଦର୍ସ ସମସ୍ତଙ୍କୁ ସାହାଯ୍ୟ କରୁଥିବ ଲୋକଟି ମୋଟା ହେଇଥିବ ତାକୁ ପାଇକନିକ ପର୍ସନାଲିଟି କହୁଛନ୍ତି ଆଚ୍ଛା ତମେ ଏଇଗୁଡା କଣ କରିବ ନା ତମର ପାଖ ଆଖ ଲୋକଙ୍କୁ ନେଇକି ମାଇଣ୍ଡ ସେଟ କରିବ ଯେ ପାଇକନିକ ଲୋକ କେମିତିକା ମୋଟା ଲୋକ ଦେଖିବା ସେ ସମସ୍ତଙ୍କୁ ସାହାଯ୍ୟ କରୁଛି ହଁ ତାହେଲେ ତାକୁ ଆମେ ପାଇକନିକ କରିବା ଏମିତି ମାଇଣ୍ଡ ସେଟ କରିକି ପଡିବ ହେଲା ଆଚ୍ଛା ସେକେଣ୍ଡ ଆସିଲା କଣ ନା ଆଥଲେଟିକ ଆଥଲେଟିକ ଅର୍ଥ କଣ ନା ସିଏ କହିଲେ ଆଥଲେଟିକ ଆମେ ଏମାନଙ୍କୁ କହିବା ହେଲ୍ଦି ମସଲ ପୁରା ବଡି ବିଲ୍ଡର ଲୋକ ପୁରା ହେଲ୍ଦି ମସଲ ଲେଖିଛି ବଡି ବିଲ୍ଡର ଟା ବିଟୁଇନ ମସଲ ଆଣ୍ଡ ବୋନ ଭିତରେ ପୁରା ଡେଭଲପମେଣ୍ଟ ଭଲ ଥିବ ଯୋଉଟା ଆଥଲେଟିକ ବଡି ଗୋଟେ ସ୍ପୋର୍ଟସ ପର୍ସନ ସିଏ କଣ କର ଏନର୍ଜେଟିକ ଅପଟିମିଷ୍ଟ କ୍ୟାନ୍ ଆଡଜଷ୍ଟ ଟୁ ଏନି ସିଚୁଏସନ ସବୁ ସିଚୁଏସନ ଗୋଟେ ସ୍ପୋର୍ଟସ ପର୍ସନ ବିହେଭିୟର ସେଇ କଥା କହିଲେ ଆଥଲେଟିକ ବଡି ହେଲା ଆଚ୍ଛା ଆଉ କହିଲେ କହିଲେ ୟାର ବିପରୀତ ଏଇଟା ହେଲା ଏଠି ପ୍ରବଳ ମୋଟା ପାଇକନିକ ଏଠି ସମସ୍ତଙ୍କୁ ସାହାଯ୍ୟ କରନ୍ତି ସେଇ କଥା ସେ କହିଲେ ତାର ବିପରୀତ କଣ ହବ ଏଠି ପୁରା ପତଳା ଆଉ ଏଠି କଣ ଅନସୋସିଆଲ ବିହେଭିୟର କାହାକୁ ସାହାଯ୍ୟ କରିବନି ହିଂସାତ୍ମକ ବ୍ୟବହାର ଦେଖ ଏଇଠି ଲେଖି ସେଇ କଥା ନା ତାଙ୍କୁ କହନ୍ତି କଣ ଆସ୍ଥେନିକ ଆସ୍ଥେନିକ କଣ ଦେଖ ଲେଖିଛି ବାବୁ ଥିନ୍ ଆଣ୍ଡ ଲିନ୍ ଟଲ୍ ଡେଙ୍ଗା ଆଉ ପତଳା ଲୋକ ହେଲା ନୋ ମସଲ ଓନ୍ଲି ବୋନ୍ ତାଙ୍କ ଦେହରେ କୌଣସି ମସଲ ନଥିବ ଖାଲି ବୋନ୍ ଥିବ କିନ୍ତୁ ମହା କଳିଆ ଥିବେ ଭାରି ବଦମାସ ଲୋକ ଠିକ କଥା କାଇଁ ନା ଅନସୋସିଆଲ ପେସିମିଷ୍ଟ ଆଣ୍ଡ ଅଲୱେଜ ଏଲୋନ ସବୁବେଳେ ଏକା ରହିବାକୁ ଚେଷ୍ଟା କରନ୍ତି ଆଉ ସିଏ କଣ ଭାରି ଅନସୋସିଆଲ ବିହେଭିୟର କରନ୍ତି ହେଲା ତାଙ୍କୁ କହନ୍ତି କଣ ଆସ୍ଥେନିକ କିଏ କହିଲେ କ୍ରେଚମର କହିଲେ ହେଲା ଆଚ୍ଛା ତାପରେ ସେଲଡନ କହିଲେ କଣ ତମେ କହିଲ ମୁଁ କହୁଛି ଶୁଣ ସେ କଥା ନୁହଁ ବଡି ଟାଇପ 4 ପ୍ରକାର ଟାଇପ ଅଛି ଏଇ 4 ପ୍ରକାର ଟାଇପ ବଡି ହଉଛି ଆମର କଣ ସେଲଡନ କ୍ଲାସିଫାଇ କରନ୍ତି ସେ କହିଲେ 4 ପ୍ରକାର ଲୋକ ଅଛନ୍ତି ଆଜ୍ଞା ସେଲଡନ ସାର୍ କୁହନ୍ତୁ କୋଉ ପ୍ରକାର ଲୋକ ସେ କହିଲେ ଦେଖ ସରି 3 ପ୍ରକାର ସେ କହିଲେ କଣ ନା ଗୋଟେ ପ୍ରକାର ଲୋକ ଅଛନ୍ତି କଣ ନା ଏଣ୍ଡୋମର ଗୋଟେ ଅଛନ୍ତି ମେଜୋମର ଗୋଟେ ଅଛନ୍ତି ଏକ୍ଟୋମର ହେଲା ଏଣ୍ଡୋମର ମେଜୋମର ଆଉ
एक्टोमॉर्फ सी चारि प्रकार लोक अछंती पिला माने गोटे मिनिट हाँ से कहले कौन एंडोमॉर्फ मेजोमॉर्फ और एक्टोमॉर्फ चारि प्रकार व्यवहार अछंती एई जो सेल्डन होय ना ए सेल्डन 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 कौन कले देख कले कले आज्ञा मु गोटे ମୁଁ ଗୋଟେ ବଡି କ୍ରିଏଟ କରିଛି କଣ ନା 1 ରୁ 7 ଏଟା ଲେଖିବ ଆଁ 1 ରୁ 7 ଭିତରେ କୋଡ ରଖିଛି ଏଇ 1 ରୁ 7 ଭିତରେ ଯୋଉ ଯୋଉ ସବୁ ଲୋକ ଅଛନ୍ତି ଏଇ 1 ରୁ 7 ଭିତରେ ସମସ୍ତ ଏଇ 3 ପ୍ରକାର ଲୋକ ଥାନ୍ତି ଏଇ 1 ରୁ 7 କୁ କଣ କହନ୍ତି ନା ସୋମାଟୋ ଟାଇପ SOMATO ଲଗେଇକି TYPE ସୋମାଟୋ ଟାଇପ ହେଲା ସୋମାଟୋ ଟାଇପ ପର୍ସନାଲିଟି କହନ୍ତି ଆଚ୍ଛା ରେକର୍ଡିଂ ହଉଛି କିଛି ବ୍ୟସ୍ତ ହବାର ନାହିଁ ଦେଖିଦବ ଆଚ୍ଛା ସିଏ କହିଲେ କହିଲେ ଆଜ୍ଞା ଜଣେ ଅଛନ୍ତି ଏଣ୍ଡୋମର୍ଫ ତାକୁ କହନ୍ତି କଣ ତାର ଅନ୍ୟ ନାମ ଭିସେରୋଟୋନିକ ମାନେ ଏଣ୍ଡୋମର୍ଫ ନ ପଡିକି ଖାଲି ଭିସେରୋଟୋନିକ ମଧ୍ୟ ପଡି ଯାଇଥାଇପାରେ ପିଲାମାନେ ଭିସେରୋଟୋନିକ ମଧ୍ୟ ମନେ ରଖିବ ଆଚ୍ଛା ଭିସେରୋଟୋନିକ ସେମାନଙ୍କୁ କହନ୍ତି କଣ ଅଣ୍ଡାକାର ବଡି ଏଣ୍ଡୋମର୍ଫ ଅର୍ଥ କଣ ଏଣ୍ଡୋ ମାନେ କଣ ଅଣ୍ଡା ଅଣ୍ଡାକାର ବଡି ହେଲା ଆଚ୍ଛା ସେମାନେ କଣ କ୍ୟାରେକ୍ଟର ତାଙ୍କର କେମିତି ଥାଏ ମୋଟା ଲୋକଙ୍କର କ୍ୟାରେକ୍ଟର ଥାଏ ସେ ପୁରା ରିଲାକ୍ସ ରହିବେ ସୋସିଆଲ ଟୁ ଲଣ୍ଟ କମ୍ଫର୍ଟ ଲଭିଂ ପିସଫୁଲ ପୁରା ଶାନ୍ତି ରହିବେ କମ୍ଫର୍ଟ ରହିବେ ଆଉ କଣ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରହିବେ ତାଙ୍କର ବଡି ଯାହା ଏଇଠି ଲେଖିଲା ପ୍ଲମ୍ଡ ବକ୍ସମ ଡେଭଲପ ଭିସେରାଲ ଷ୍ଟ୍ରକ୍ଚର ସେ ଯୋଉଟା ଲେଖିଲା ଆଚ୍ଛା ତାଙ୍କୁ କୋଉ କେତେ କୋଡ ରଖିଲେ ନା ଏଣ୍ଡୋମର୍ଫ ରଖିଲେ ନା ଏଣ୍ଡୋମର୍ଫ କେତେ ରଖିଲେ ନା ଏଇ ଏଣ୍ଡୋମର୍ଫକୁ ଆପଣ ଲେଖିବେ ଏଇ ଏଣ୍ଡୋମର୍ଫ କେତେ କୋଡ ରଖିଲେ ନା ଏଣ୍ଡୋମର୍ଫକୁ 7:1:1 ଏଇଟା ଘୋଷିବେ ହେଲା ଏଣ୍ଡୋମର୍ଫର କୋଡ କେତେ 7:1:1 କା କୋଡ ଏଣ୍ଡୋମର୍ଫର କୋଡ ହେଲା ଆମେ ଯିବା ତାପରେ କଣ ନା ମେଜୋମର୍ଫ ମେଜୋ ଦେଖ ମେଜୋମର୍ଫ ମେଜୋମର୍ଫଟା ହଉଛି କଣ ନା ମେଜୋମର୍ଫ ହଉଛି କଣ ନା ମେଜୋମର୍ଫ ହଉଛି ଆମର କଣ ନା ସୋମାଟୋଟୋନିକ ତାକୁ କହନ୍ତି ଲେଖା ହେଇଛି ଏଠି ସେଠି ଭିସେରୋଟୋନିକ ଏଠି ଲେଖା ହେଇଛି ସୋମାଟୋଟୋନିକ ଲକ୍ଷ୍ୟ କରିବ ମେଜୋମର୍ଫ ମେଜୋମର୍ଫ କଣ ନା ବଡିଟା ଦେଖ ଗୋଟେ ଆଥଲେଟିକ ବଡି ସେଠି ଯୋଉଟା କ୍ରେଚମର କହିଲେ ଆଥଲେଟିକ ସେଠି ହଉଛି କଣ ମେଜୋମର୍ଫ ମେଜୋମର୍ଫ ଆଥଲେଟିକ ବଡି ଯୋଉଟା ଆକ୍ଟିଭ ଆସର୍ଟିଭ ଭିଗରିୟସ୍ କମ୍ବେଟିଭ ବା ମସ୍କୁଲାର ବଡି ସେ ମଧ୍ୟ ଏଠି କହିଛନ୍ତି ଆଙ୍କର କୋଡ କେତେ ହବ ନା ଆଙ୍କର କୋଡ ହବ 1:7:1 ହେଲା 1:7:1 ହବ କାର ମେଜୋମର୍ଫର କୋଡ ହବ ତାଙ୍କ ବଡି କ୍ୟାରେକ୍ଟର କଣ ଆକ୍ଟିଭ ରହିବେ ଆସର୍ଟିଭ ରହିବେ ଆଉ ଭିଗରିୟସ୍ କମ୍ବେଟିଭ ରହିବେ ଏସବୁ ରହିବେ ଆଚ୍ଛା ସେଇଭଳିଆ ସେଇଭଳିଆ ଏକ୍ଟୋମର୍ଫ ଏକ୍ଟୋ ଅର୍ଥ କଣ ପତଳା ସେଥିପାଇଁ ଲେଖିଛି କଣ ସେରେବ୍ରୋଟୋନିକ କଣ ଲେଖିଛି ନା ସେରେବ୍ରୋଟୋନିକ ଯୋଉଟା କି କ୍ୱାଇଟ ଫ୍ରାଗିଲ ରିଷ୍ଟ୍ରେନ୍ ନନ୍ ଆସର୍ଟିଭ ସେନ୍ସିଟିଭ ଯୋଉଟା କି ପୁରା ଏକା ରହିବେ ଭାରି ଜିଦିଆ ବଦମାସ ପିଲା ଯୋଉଟା କହନ୍ତି ଆଉ ପତଳା ରହିବେ ସେ ବଡି ଆଉ ପୁଅର ମସଲ କୌଣସି ମସଲ ନଥିବ ଖାଲି ବୋନ ତାଙ୍କୁ କଣ କହନ୍ତି ନା ଏକ୍ଟୋମର୍ଫ ବା ସେରେବ୍ରୋଟୋନିକ ସେ ସେରେବ୍ରୋଟୋନିକ ପକେଇ ଦେଇଥିବ ଏକ୍ଟୋମର୍ଫ ପକେଇ ନଥିବ ଆପଣ ମାନେ ଦୁଇଟା ନାଁ ମନେ ରଖନ୍ତୁ ହେଲା ଆଚ୍ଛା ତାଙ୍କର କୋଡ କେତେ ରହିବ ନା ତାଙ୍କର କୋଡ ରହିବ କଣ 1:1:7 ହେଲା 1:1:7 ତାହେଲେ 1:7:1 କାର ଥିଲା ନା ଏଣ୍ଡୋର ବିପରୀତ କଣ ଏକ୍ଟୋ ହେଲା ଆଚ୍ଛା ଏଠି ପ୍ରଥମେ 7 ଫାଷ୍ଟ ରହିବ ଏଣ୍ଡୋ ମୋଟା ଲୋକରେ ପତଳା ଲୋକରେ 7 ଲାଷ୍ଟରେ ରହିବ ଆଉ ମଝି ଯୋଉ ହେଲ୍ଦି ମସଲ ଯାହାର ଆଥଲେଟିକ ବଡି ଯାହାର ବା ମେଜୋମର୍ଫ ଯାହାର ମଝିରେ 7 ରହିବ ଦି ସାଇଡରେ 1 ରହିବ ବୁଝିଲା ପିଲାମାନେ ଏଇ କାହାଣୀ ମୁଁ ବହୁତ ସହଜ ବହୁତ ଆଚ୍ଛା ବର୍ତ୍ତମାନ ଆମେ ଦେଖିବା କଣ ଟ୍ରେଟ୍ ଥିଓରି କଣ ଦେଖିବା ନା ଟ୍ରେଟ୍ ଥିଓରି ସେଟା ଥିଲା ପ୍ରକାର ଏବେ ଦେଖିବା କଣ ନା ଟ୍ରେଟ୍ ଥିଓରି ଅର୍ଥ କଣ ନା ଟ୍ରେଟ୍ ଥିଓରି ଅର୍ଥ କଣ ନା ଟ୍ରେଟ୍ ଥିଓରି ଅର୍ଥ କଣ ଗୁଣ ଏଇ ଟ୍ରେଟ୍ ଥିଓରିକୁ କିଏ ଦେଇଥିଲେ ନା ଆଲପର୍ଟ ଦେଇଥିଲେ କିଏ ଦେଇଥିଲେ ଟ୍ରେଟ୍କୁ ନା ଆଲପର୍ଟ ଗିଭେନ ବାय ଲେଖିଦେଲେ ଗିଭେନ ମନେ ପଡିଗଲା ଏଇ ସହିତ ମୋର ଗିଭେନ ବାय କିଏ ଦେଇଥିଲେ ଆଲପର୍ଟ ALLOPART ଲେଖିଦେଇଥା ହେଲା ତଥାପି ସ୍ପେଲିଂ ଟା ଟିକେ ମତେ କାହିଁ ଡାଉଟ ଅଛି ଆପଣ କଲେକ୍ସନ କରିବେ ଆଲପର୍ଟ ହେଲା କି କୋଉଟା ଟ୍ରେଟ୍ ଥିଓରିକୁ ସେ କହିଲେ ଆଲପର୍ଟ କହିଲେ ଟ୍ରେଟ୍ ଥିଓରି ବି ବିଭିନ୍ନ ପ୍ରକାର ଅଛି ଗୁଣ ସେ କହିଲେ ନା ସିଏ କହିଲେ ଯେ ପ୍ରକାର ମାନେ ଟାଇପ ଏଇ ପ୍ରକାର ଲୋକଙ୍କୁ ସବୁ ଏଇ ଥିଓରି କହନ୍ତି କିଏ କହିଲେ ଟ୍ରେଟ୍ସମ୍ୟାନ ଯେମିତି କି ପ୍ରଥମ ଥିଲା ବଡି ଫ୍ଲୁଇଡ୍ସ ଗିଭେନ ବାଇ ହିପୋକ୍ରେଟ୍ସ ଯେମିତି କି ବଡି ଟାଇପ ଥିଲା
बॉडी टाइप किए देइथिले ना बॉडी टाइप सेल्डन क्लासिफिकेशन करथिले जेमिति कि बॉडी फीचर्स किए देइथिले ना क्रेचमर देइथिले हैला। अच्छा सेही बळा ट्रेड थ्योरी रे प्रथम थ्योरी होची हमर ओशन पर्सनालिटी बा बिग फाइव ट्रेड। बिग फाइव ट्रेड सबुठू पांचटा से कहथिले कोन पांचटा बिग फाइव ट्रेड्स जेमिति कि ओशन आमे कोन ता कोनती कोन ओशन। अच्छा जेमिति कि ओशन छोट नाटे ओशन हैला पांचटी ज्ञान। अच्छा पिलाने गोटे कथा होची कोन ये ओशन पर्सनालिटी को बा बिग फाइव ट्रेड को के देथिले ना गिवन बाय पीटी कोस्टा एंड आरआर एमसी केयर हैला देथिले वेरी वेरी इंपोर्टेंट। अच्छा ये जो ओशन पर्सनालिटी पिला माने बहुत इंटरेस्टिंग आ गोटे गोटे गप हिसाब रे मु ताकू रखी हैला। अच्छा ओशन पर्सनालिटी ट्रेड्स एंड द एम्पिल एम्प्लियो कंसल्ट एजुकेटर किछि बुझिया दरकार नै सुनो एटा मन रखि थाओ खाली जोटा इंपोर्टेंट मु सेटा क्वेश्चन नाली कर दवा। देखो गोटे घर रे गोटे भाई गोटे भौणी ये होचंदी बापा ये होचंदी माँ ये दी जन ये होचंदी ब्रदर ये होचंदी सिस्टर हैला। अच्छा ब्रदर सिस्टर पिला ने गोटे कथा कोन है जानचो गप सुनो आराम से। अच्छा पिला ने कोन है ना भौणी बाहागर हबो सॉरी भौणी रो दी भाई हैला दी भाई ये गोटे भाई ये बापा ये बो हैला पांच जन हे गेले 1 2 3 2 5। अच्छा पांचटा हे गेले। अच्छा भौणी रो बाहागर हबो गोटे गोटे माने बड़ भाई सी समस्त कौन समस्त सहित मिशुची समस्त को कथा मान समस्त को साहाय्य करुची अन्य लोक को मध्य साहाय्य करुची हैला। अच्छा बाहर लोक को मध्य एक्सेप्ट माने सब बाहर लोक को तो कौन जहा है जाइछि माने एक्सट्रोवर्ट जोटा कहते आपण कौन समस्त सहित मिलमिशि चलुची गोटे भाई बाहाघरटा होची सेही समय पूरा ता भाई रो एई वाला नेचर। आउ गोटे भाई रो नेचर कौन एईटा हबो माने हबो मु किछि जानि नै एईटा हबो किछि मु शुणिमि नै निहाती भाବରେ प्रबल परिश्रम से करिवो से प्रबल परिश्रम करिवो निज ऊपर बहुत कंट्रोल अछि कंट्रोल करिकि सब दिन गंडगोल हबो नै जिद्दी धरि बसि किंतु गंडगोल फंडगोल किछि करे दबो नै पूरा बहुत परिश्रम प्रबल परिश्रम करूछि गोटे भाई। सान भाईटा प्रबल परिश्रम करूछि बड़ भाई कोन करूछि लोक सब मिले मिशि किछि नै मो भौणी बाहाघर होଉଛି आपण माने सब व्यस्त होतुनी बड़ भाई रो काम सान भाई कोन बड़ भाई जहा निर्देश जाई जा सेठी निमंत्रण करिक आसीबे सेठी कार्ड प्रबल हार्ड वर्क पूरा करूछि। अच्छा तापरे बापा कोन करूछि ना बापा कोन कहउछंती समस्त को समस्त सहित ओपन हे जाउछंती तांकु जदी कहबे 2 रे 2 मिसला केते ना 18 हाँ 18 कुकुडार 100टा गोड़ हाँ 100टा गोड़ झियो कोउठी बा होउची कटक रे कहबो हाँ झियो कटक रे बा होउची बर केतला आसे मासे परे बर आसे हाँ जहा कहबो हाँ सबु कथा रे एग्री किए बापा म अच्छा झियोटा कोन झियोटा डरी जाउची हैला झियो कोन करची ना झियोटा डरी जाउची माँ कथाटा कुआडे गला झियोटा को बापा माँ झियो साना भाई बड़ भाई। अच्छा झियोटा कोन होउची डरी जाउची लो कोन हबो हेलो केमि जाई शाशुर चलिमी कोन करिमी झियो एवळा सब टेंशन होची बापा कोन टेंशन होची जानलो समस्त कथा को हाँ मारुची। अच्छा भाई कोन कला जानलो साना भाई कोन कला जानलो आउ ता माँ माँ कोन करची समस्त सहित कोन ना ओपनली हेकी समस्त सहित हेलो मो झियो बा होची जानलो ना ए होची से होची सब बंधु बांधव सहित मिसी मिली चलुची ताले आउ थरे कहूची माँ सबु बंधु बांधव सहित मिली मिसी काम करे नै जाउची समस्त की से इमेजिन करूची कि हाँ एटा हबो सेटा हबो मो पुओ एठी करछन सेठी करछन जणे करची आउ जणे सानो पुओ प्रबल कठिन परिश्रम करूची। अच्छा बड़ पुओ सब गेस्ट मान को रिसीव करूची ସବୁ ଜିନିଷକୁ ଚଳେଇ ନେଇ ଯାଉଛି ସବୁ କୌଣସି ଗଣ୍ଡଗୋଳ ଇସ୍ୟୁ ନ ବାହାର କରିକି ମୋ ଭଉଣୀଟା ବାହାଘର ହଉଛି ସବୁ ଜିନିଷ ଖୁସିରେ ଖୁସିରେ କରୁଛି ସମସ୍ତଙ୍କୁ ସାହାଯ୍ୟ କରୁଛି ବଡ ଭାଇ। ଆଚ୍ଛା
ବାପାଙ୍କର କାମ କଣ? ବାପା କିଛି କାମ କରୁନାହାନ୍ତି, ବାପା କଣ କରୁଛନ୍ତି? ଯିଏ ଯାହା କହୁଛନ୍ତି ବାପା ହଁ ମାରି ଦଉଛନ୍ତି। ବାପା କିଛି ବୁଝି ପାରୁନାହାନ୍ତି, ଯିଏ ଯାହା କହୁଛନ୍ତି ହଁ ମାରି ଦଉଛନ୍ତି। ଝିଅଟା କଣ କରୁଛି? ନା ଝିଅ ଛୁଆଟା କଣ କରୁଛି? ନା ସିଏ କଣ କରୁଛି? ନା ଝିଅ ବହୁତ ଟେନସନ, ବହୁତ ନର୍ଭସ ହେଇଯାଉଛି। କଣ କରିମି, ଶାଶୁ ଘରେ କଣ କରିମି, ଏଇଟା ହେଇଛି ସେଇଟା ହେଇଛି, ଶାଶୁ ଘରେ କଣ କରିମି, କେମିତି ଚଳିମି, ସେଠି ଏତେ ଦୂର, ବର ମଦୁଆ ହେଇଥିବ, ଇଏ ହେଇଥିବ, ସିଏ ପୁରା ଅଲଗା ପ୍ରକାର ଟେନସନ ରେ ଅଛି। ବର୍ତ୍ତମାନ ଏଇ ଯୋଉ 5 ଜଣଙ୍କର କାହାଣୀ ମୁଁ କହିଲି, ଏବେ ପଳେଇ ଆସ ପ୍ରଥମେ ମା। ମା ହଉଛି ଆମେ ଦେଇଦବା, ମା ଦେଇଦବା ଓ ହେଲା, ଓପନ openness to experience, ଯେମିତି imagination and intellectual curiosity। ମାଙ୍କର ବିଭିନ୍ନ ପ୍ରକାର ମାନେ ବିଭିନ୍ନ ପ୍ରକାର intellectual ବୁଦ୍ଧି ଥିବ, ପୁରା ଇଣ୍ଟେଲିଜେନ୍ସ ତାଙ୍କର ପୁରା ଟ୍ୟାଲେଣ୍ଟେଡ ବୁଦ୍ଧି ଥିବ ମା ମାନଙ୍କର। ଓପନନେସ, ସବୁ ବନ୍ଧୁ ବାନ୍ଧବଙ୍କ ସହିତ ମିଳିମିଶି ଚଳୁଛନ୍ତି, ତେଣୁକରି ଏହା ହଉଛି କଣ, ମାଙ୍କ ବିହେଭିୟର ଓପନନେସ ରହିଲା। ତାପରେ କନସାଇଣ୍ଟନେସ, ଯୋଉଟା କି ଆପଣ ସେଲ୍ଫ କଣ୍ଟ୍ରୋଲ ବା ଗୋଲ ଓରିଏଣ୍ଟେଡ, ଯୋଉଟା କି ତାଙ୍କର ଗୋଲ ଓରିଏଣ୍ଟେଡ ଆଉ ସେଲ୍ଫ କଣ୍ଟ୍ରୋଲ ଭିତରେ, ଏଠି ଲେଖିଦବ ହାର୍ଡୱାର୍କ। ହାର୍ଡୱାର୍କ, ହାର୍ଡୱାର୍କ ହେଲା, ଏଇଟା ହଉଛି ସାନ ଭାଇର କାମ। ଆଚ୍ଛା, ତାପରେ ଆସିଲା ପରେ କଣ କର ନା ଏକ୍ସଟ୍ରୋଭର୍ଜନ। ଏକ୍ସଟ୍ରୋଭର୍ଜନ କିଏ? ନା ସୋସିଆବିଲିଟି, ଆସର୍ଟିଭ, ପୁରା ସ୍ମାର୍ଟ। ସାନ ବଡ ଭାଇଟା ପୁରା ସ୍ମାର୍ଟ, ସୋସିଆବିଲିଟି, ସମସ୍ତଙ୍କୁ କେମିତି ହ୍ୟାଣ୍ଡେଲ କରିହବ ସେ ଦାୟିତ୍ୱଟା ନେଇଛି। ଇଏ ହଉଛି ବଡ ଭାଇର କାମ, ଏକ୍ସଟ୍ରୋଭର୍ଟ। ଆଚ୍ଛା, ତାପରେ ଏଗ୍ରିବିଲନେସ, ଯିଏ ଯାହା କହିଲା, କୋଅପରେସନ ଆଣ୍ଡ ଏମ୍ପାଥି। ଏମ୍ପାଥି ସିମ୍ପାଥି ଅର୍ଥ ଜାଣିଛ କଣ? ଏମ୍ପାଥି ଆଉ ସିମ୍ପାଥି ମୁଁ ବୁଝେଇବି, ବ୍ୟସ୍ତ ହବା ଦରକାର ନାହିଁ। ଆଚ୍ଛା, ଏଗ୍ରିବିଲନେସ ପର୍ସନାଲିଟି ମାନେ କଣ? ଯିଏ ଯାହା କହିଲା ହଁ, ହାତରେ 15ଟା ଗୋଡ ହଁ। ବାପା କହିବେ, ବାପା ଆଉ ଦିଅନି 5,000 ଟଙ୍କା ମଦ ଆସିବ, ହଁ ମଦ ଆସିବ, ନିଅ ପଇସା। ବାପା ଦିଅନି 5,000 ମଟନ ଆଣିବ, ହଁ ମଟନ ନିଅ। ମାନେ ସବୁ କଥା ଯିଏ ଯାହା କହିଲା ହଁ। ଏଇ ଟାଇପର ବ୍ୟବହାର ଯିଏ କରନ୍ତି ତାଙ୍କୁ କହନ୍ତି କଣ? ଏଗ୍ରିବିଲନେସ ପର୍ସନାଲିଟି। ତାଙ୍କର ସବୁବେଳେ ଏମ୍ପାଥି, କୋଅପରେସନ। ସିଏ ବରଂ ନିଜେ ବରଂ ପୁରା ନ ଖାଇଥାନ୍ତୁ, 5 ଜଣଙ୍କୁ ଖୋଇଦେବେ। ପଇସା ଟଙ୍କାଟେ ନ ପାଖରେ ନଥାଉ, କିନ୍ତୁ ସିଏ କଣ କରିବେ ନା କେବେ କହିବେନି ଯେ ମୋ ପାଖରେ ପଇସା ନାହିଁ ବୋଲି। ଏଇ ଟାଇପର ଲୋକ ଯିଏ ଥାନ୍ତି ତାଙ୍କୁ କହନ୍ତି କଣ? ଏଗ୍ରିବିଲନେସ ପର୍ସନ। ତମ ଫ୍ୟାମିଲିରେ ଯୋଉମାନେ ଥିବେ ତାଙ୍କୁ ସବୁ ଇଣ୍ଡିକେଟ କରିକି ଏଗୁଡା ସବୁ ମନେ ରଖିପାରିବ। ଆଚ୍ଛା, ମୁଁ ଗୋଟେ କଣ କହିଥିଲି ନା, ଆଉ ଗୋଟେ କଥା କହିସାରିଲା ପରେ ଏମ୍ପାଥି ସିମ୍ପାଥି ବୁଝିବା। ନ୍ୟୁରୋଟିଜିମ। ନ୍ୟୁରୋଟିଜିମ ପର୍ସନାଲିଟି କଣ? ଇମୋସନାଲ ଇନଷ୍ଟାବିଲିଟି, ସେନସିଟିଭ ଟୁ ଥ୍ରେଟ। ଅର୍ଥାତ କଣ? ସେ ପୁରା ସବୁବେଳେ ଡରି ଯାଉଥିବେ। ହେଲୋ କଣ ହବ, ହେଲୋ ଆଜି ବାହାଘର, କଣ ବିଲେଇ ଆଗରେ ପଳେଇଲାଣି, ମୁଁ ବର ଘରେ କଣ କରିମି, ହେଲୋ କାହିଁକି ବର ଆସିବା ଲେଟ୍ ହେଲାଣି, ଆସିବନି। ଏଇ ଟାଇପର ଯିଏ ମେଣ୍ଟାଲି, ପୁରା ସାଙ୍ଗେ ସାଙ୍ଗେ, ତାଙ୍କର କୌଣସି ପ୍ୟାସେନ୍ସ ନାହିଁ, ସେମାନେ କହନ୍ତି କଣ? ନ୍ୟୁରୋଟିଜିମ ପର୍ସନାଲିଟି। ଆଚ୍ଛା, ପିଲାମାନେ ଭଲସେ ମୁଁ ଭାବି ଜାଣି ଯେ ଏଟା ବୁଝି ସାରିଥିବେ। ଆଚ୍ଛା, ଆଉ ଗୋଟେ କଥା ଅଛି କଣ? ଏମ୍ପାଥି, ଏମ୍ପାଥି ଆଣ୍ଡ ସିମ୍ପାଥି। ଏମ୍ପାଥି ଅର୍ଥ ସପୋଜ ଧରନିଅ, ଆମ ଘର ପାଖରେ ରିସେଣ୍ଟଲି ଗୋଟେ କଥା କହୁଛି, ଘର ପାଖରେ ଗୋଟେ ପିଲା କଣ କଲା ନା, 17 ବର୍ଷର ଟୋକା, ଘର ବାପା ମା, ଭଉଣୀଟିଏ ଆଉ ଭାଇ। ବାପା ଟ୍ରାଫିକ ପୋଲିସ ଚାକିରି କରିଛି, ଆଉ ସେ ଯୋଉ 17 ବର୍ଷର ଟୋକାଟା କଣ କଲା ନା ମରିଗଲା। ଜଷ୍ଟ ମୁଁ କ୍ଲାସ ସେଥିପାଇଁ ଟିକେ କରୁନଥିଲି, ସେ ମରିଗଲା ଛୁଆଟି, ହେଲା କି ରିସେଣ୍ଟ ପ୍ରୋବ୍ଲେମ। ସେଇଠି ଏମ୍ପାଥି ସିମ୍ପାଥି ସେଇ ସିଚୁଏସନ ଟା ବୁଝ। ଆଚ୍ଛା, ରିସେଣ୍ଟଲି ସେ ପିଲାଟା ମରିଗଲା। ମରିଗଲା ଯେତେବେଳେ ଜଷ୍ଟ ତାକୁ ଗୋଟେ କଣ ଜର ହେଲା, ତା ଫ୍ୟାମିଲି ଟିକେ ମାନେ କଣ କହିଲ ଡରୁଆ ଲୋକ, ବାକି ନେଗ୍ଲେକ୍ଟ କଲେ ବୋଲି ସେ ପିଲାଟା ମରିଗଲା। ଯେତେବେଳେ ସେ ପିଲାଟା ମରିଗଲା, ସେଇଠୁ କଣ ହେଲା ଯେ ଆମେ ଆମେ ଗୋଟେ ମିନିଟ ପିଲାମାନେ, ଆଚ୍ଛା, ଆମେ କଣ କଲେ, ଆମେ ତାକୁ ଯାଇକି ବୁଝେଇବା। ଆମେ ଯାଇକି ତାକୁ ବୁଝେଇଲେ, ଦୂରରୁ ଯାଇକି ଦେଖି, ଜଣେ ବହୁତ ଯେତେବେଳେ ମରିଗଲା ଆସିକି କଣ ହେଲା, ଦୂରରୁ ଯାଇକି ବହୁତ ଲୋକ ଦେଖିଲେ ଆଉ ବୁଝେଇଲେ। ସେଟା ହଉଛି କଣ? ବା ତାକୁ ଗୋଟେ ଆଶ୍ୱାସନା ଦେଲେ କି ଆଉ କଣ କରିବା, ପିଲାଟା ତ ମରିଗଲା, ଯେତେ କାନ୍ଦିଲେ ବି ଯାହା ହବ। ସେଠି କଣ ହେଲା, ଯିଏ ଯାଇକି ତାକୁ ବୁଝଉଛି ବା ଦୂରରୁ ଦେଖୁଛି, ଯିଏ ତାକୁ କହନ୍ତି କଣ ନା ସିମ୍ପାଥି। ତାକୁ କହନ୍ତି କଣ? ସିମ୍ପାଥି। ସିମ୍ପାଥି ଦେଖେଇଲା ଆସିକି, ଆଉ କିଛି ବ୍ୟସ୍ତ ହୁଅନି, ଆଉ କଣ କରିବା ଦାଦା, ଆଉ ପୁଅଟା ମରିଗଲା, ବ୍ୟସ୍ତ ହୁଅନି, ସମସ୍ତଙ୍କୁ ଖରାପ ଲାଗୁଛି। ସିମ୍ପାଥି। କିନ୍ତୁ ସିମ୍ପାଥି ଭଲ ଦେଇଛୁ, ମନ ଦେଇଛୁ, କିନ୍ତୁ ସେଇ ସିଚୁଏସନକୁ ଯିଏ ନିଜ ଆଡକୁ ନେଇକି, ତା ସାଙ୍ଗ ହଉ କି ଯିଏ ବି ହଉ, ନିଜ ଆଡକୁ ନେଇକି ଯେ ତା ଆଖିରୁ 2 ଟୋପା ଲୁହ ଗଡିଗଲା, ତାକୁ କହନ୍ତି କଣ? ଏମ୍ପାଥି। ଅର୍ଥାତ କଣ? ମୁଁ ଯୋଉ ସିଚୁଏସନ ଅଛି, ସେ ସିଚୁଏସନକୁ ଆସିକି ଜଣେ ଯୋଉ ସିଚୁଏସନ ଅଛି, ସେ ସିଚୁଏସନକୁ ଆମେ ଯାଇକି ଭାବିବା ବା ବୁଝିବା ସେ ସିଚୁଏସନକୁ, ତାକୁ କୁହନ୍ତି କଣ? ଏମ୍ପାଥି। ଆଉ ସେ ସିଚୁଏସନକୁ ଆମେ ଦୂରରୁ ଦେଖିକି ଆମେ ଇଭାଲୁଏସନ କରିବା, ବା ଏଟା ଏଇଆ କରିଥିଲେ ଏଇଟା ହେଇଥାନ୍ତା, ତାକୁ କୁହନ୍ତି କଣ? ସିମ୍ପାଥି। ଆଶା କରି ଆପଣ ସମସ୍ତେ ଏମ୍ପାଥି ଆଉ ସିମ୍ପାଥି ବିଷୟରେ ବୁଝିପାରିଥିବେ। ନେକ୍ସଟ ଆମେ ଯିବା।
तापर आसला कौन जंक्स सॉरी तापर आसला कौन जंक्स ट्रेड पर्सनालिटी कौन जंक्स ट्रेड पर्सनालिटी जंक्स ट्रेड पर्सनालिटी कौन ना जंक्स ट्रेड पर्सनालिटी से देइथिले कौन ना से देइथिले इंट्रोवर्ट एक्सट्रोवर्ट आउ एम्बिवर्ट देखो से देइचंती कौन इंट्रोवर्ट एक्सट्रोवर्ट आउ एम्बिवर्ट ये तीन प्रकार पर्सनालिटी के देइथिले ना जंक्स भलो से मन देख देखो मन देख बुझ जंक्स देइथिले तीन प्रकार पर्सनालिटी इंट्रोवर्ट कौन सब बेले एका रुहंती इंट्रो एक्सट्रोवर्ट कौन जो सब बेले एका रहती सब जिन एका करने चेष्टा करती कम गपंती सी एका खेलिया चेष्टा करती एका पाठ पढ़ती भीतर कथा से क्या कहबेनी सेल्फ पूरा पूरा रही एका इंट्रोवर्ट पूरा क्या सहित मिशा गपिया भल पाती कौन रिलेशनशिप आसपा से भल पाती एका एका जीवन टा रहा चेष्टा करती आउ से पूरा आटीट्यूड रे कथबार्ता करती जदि रागिबे पूरा हाई टेम्पर रागिबे एई टाइप रे लोक मन चाहती से कहती कौन इंट्रोवर्ट अच्छा तार विपरीत एक्सट्रोवर्ट कौन सी कौन पूरा सोशियाली थिबे समस्त सहित मिशुथिबे समस्त सहित बसुथिबे हसुथिबे नुआ किछि करिया पई चेष्टा करथिबे मन देई सुनो नुआ किछि करिया पई चेष्टा करथिबे सब जिनस रे तांकर गोटे इच्छा थिबो नुआ किछि शिखिया पई ताकू सब कोन कोंती कोन एक्सट्रोवर्ट इंट्रोवर्ट रो विपरीत एक्सट्रोवर्ट बुझी पाइलो आ इंट्रोवर्ट आ एक्सट्रोवर्ट को जो मिश्रण मिसी की जोटा जो प्रकार लोक थांती ताकू कोंती कोन एम्बिवर्ट जोटा कि मझरे आपनकर लेखा देखो लेखा है इंट्रोवर्ट होची कोन रिजर्व सेल्फ अवेयर निजे एकाटे रे गुड लिसनर खाली शुणिया भल माने गोटे भल शुणिबे किंतु गुड टॉक एक्टिव नुह से गपुड़ी नुह अच्छा देखो रिफ्लेक्टिव प्रोडुंट कंसिडरेट एका रे एलोन लिव एलोन सब जिनस एका सब एलोन पूरा से होची इंट्रोवर्ट रे गला एक्सट्रोवर्ट कोन सोशल समस्त मिसा जेटा एडवांटेज आउटगोइंग एक्सप्रेसिव ऑप्टिमिस्टिक आ होची आपनकर कोन डेयरिंग ये हूँ आपंकर कौन एक्सट्रोवर्ट आउ ये दी जनकर मिश्रण रे इंट्रो प्लस एक्सट्रो ये दी जन जदि मिसी जाती कौन आसो एम्बिवर्ट जोटा कि प्रकार पाखे एका रही भी रही पारे दी जन समस्त सहित भी मिसी पारे एका गुड लिसनर हो पारे गुड टॉक एक्टिव हो पारे पूरा भल से शुणी पारे भल से कहि पारे सी ए दी प्रकार लोक कहते कौन एम्बिवर्ट बुझीगला आज थिला आज एतिकी क्लास आमे नेक्स्ट क्लास रे आमे देखिबा मोटिवेशन थैंक यू।